नमस्कार दर्शक बंधु मोर ये वीडियो रे आपण मानक स्वागत। आचार्य चाणक्य कहते कि एही 10 जन व्यक्ति ठारू दूर रे रुहंतु। आपण आखपाखरे एमिति व्यक्ति निश्चिंत थिबे। आपण आचार्य चाणक्य कहवा अनुसार एही 10 जनकर व्यक्ति प्रकृति जदि एभली थाए आपण निश्चिंत ସେହି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ, ନଚେତ୍ ଆପଣଙ୍କର ସର୍ବନାଶ ହୋଇପାରେ। ନିଶ୍ଚିନ୍ତ ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହି ବ୍ୟକ୍ତିଙ୍କ ଠାରୁ ସାବଧାନତା ଅବଲମ୍ବନ କରନ୍ତୁ। ଆଚାର୍ଯ୍ୟ ଚାଣକ୍ୟ ଏମିତି କିଛି ଅମୂଲ୍ୟ ବାର୍ତ୍ତା ଦେଇଯାଇଛନ୍ତି। ଆପଣ ଶୁଣି ଆପଣଙ୍କ ଜୀବନରେ ପ୍ରୟୋଗ କଲେ ଆପଣ ଭୁଲ ଠିକ୍ କ'ଣ ବୁଝିପାରିବେ, ଜୀବନ ସୁଖ ଶାନ୍ତିରେ ଅତିବାହିତ କରିପାରିବେ। ଏହି 10 ଜଣ ବ୍ୟକ୍ତିଙ୍କ ଠାରୁ ନିହାତି ସାବଧାନତା ରଖନ୍ତୁ, ନଚେତ୍ ଆପଣ ଠକାମିର ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେହି 10ଟି ବ୍ୟକ୍ତିଙ୍କ ଗୁଣ। ଆଚାର୍ଯ୍ୟ ଚାଣକ୍ୟ ଯିଏ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ପରିଚିତ। ସେ ଏକ ମହାନ ରାଜନୈତିକ, ଆର୍ଥିକ ଓ ନୀତିଶାସ୍ତ୍ର ଜ୍ଞାନୀ ଥିଲେ। ତାଙ୍କ ଦ୍ୱାରା ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ଜୀବନର ଏକ ପାଠ ମିଳେ। ସତ୍ୟ, ଧର୍ମ, ଆଚରଣ ଓ ଲୋକ ବିଚାର। ତେବେ ଖରାପ ଲୋକ, ଦୁଷ୍ଟଜନ କେମିତି ଚିହ୍ନିବା, ଏହି ନିମନ୍ତେ ଚାଣକ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ଉପାୟ ଓ ଲକ୍ଷଣ ଦେଖାଇଛନ୍ତି। ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡ଼ିକ ବିଷୟରେ। ମିଠା କଥା ଓ ଭିତରେ ଦ୍ୱେଷ ରଖନ୍ତି। ଚାଣକ୍ୟ କହନ୍ତି ଯେ ବାହାରେ ମିଷ୍ଟି କଥା କହେ, ଭିତରେ ଘୃଣା ପୋଷେ। ଏପରି ଲୋକ ଅତ୍ୟନ୍ତ ଖତରନାକ। ଉଦାହରଣ, କେହି ଆପଣଙ୍କ ସାମ୍ନାରେ ବହୁତ ପ୍ରେମ ଓ ସମ୍ମାନ ଦେଖାଏ କିନ୍ତୁ ପଛରେ ଗାଳି ଦିଏ। ଆପଣଙ୍କ ବିଷୟରେ ଅନ୍ୟଙ୍କ ପାଖରେ ଅପବାଦ ଫେଲାଏ, ସେ ଅତ୍ୟନ୍ତ ଦୁଷ୍ଟଜନ ହୋଇଥାଏ। ତାହାଠାରୁ ସାବଧାନତା ଅବଲମ୍ବନ କରନ୍ତୁ। 2ରେ ଅତି ଚତୁର ବ୍ୟକ୍ତି। ଚାଣକ୍ୟ କହନ୍ତି ଯେ ଯିଏ ଅତି ଚତୁର ବ୍ୟକ୍ତି ଥାଏ ସେ ନିଜ ଲାଭ ପାଇଁ ଯେକୌଣସି ସ୍ତରକୁ ବି ଖସି ଯାଇପାରେ। ଉଦାହରଣ, ଏମିତି ଲୋକ ସବୁବେଳେ ଅନ୍ୟଙ୍କ ଗୁଣଗାନ କରି ତାଙ୍କର ଭଲ ସମୟରେ ହିଁ ତାଙ୍କ ପାଖରେ ରହିଥାନ୍ତି, କିନ୍ତୁ ସମୟ ପରିବର୍ତ୍ତନ ହୋଇଗଲେ ତାଙ୍କ ପାଖରୁ ବିମୁଖ ହୋଇଯାଇଥାନ୍ତି। ଏପରି ବ୍ୟକ୍ତିଙ୍କ ଠାରୁ ନିହାତି ଦୂରରେ ରୁହନ୍ତୁ। ନମ୍ବର 3ରେ ଅନ୍ୟଙ୍କ ଦୁଃଖରେ ଖୁସି ହୁଏ ଯେଉଁ ବ୍ୟକ୍ତି। ଚାଣକ୍ୟ କହନ୍ତି ଯେ ଏହିଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ, ଯିଏ ଅନ୍ୟଙ୍କ ଦୁଃଖରେ ଆନନ୍ଦ ପାଏ। ତାଙ୍କୁ କଦାଚିତ୍ ବିଶ୍ୱାସ କରିବା ଉଚିତ ନୁହେଁ। ଏଭଳି ଲୋକ ଅନ୍ୟମାନଙ୍କର କ୍ଷତି ହିଁ କରନ୍ତି। ଉଦାହରଣ, ଆସନ୍ତୁ ଜାଣିବା ଏପରି ଲୋକ। ଏମିତି ଲୋକ ଅନ୍ୟଙ୍କ ଅସୁବିଧା, ବିଫଳତା, କଷ୍ଟରେ ଖୁସି ଅନୁଭବ କରନ୍ତି। ସେମାନେ ସାହାଯ୍ୟ ଦେବା ପ୍ରତି ଅନୁଚିତ ଅଭିନୟ କରନ୍ତି। ସାହାଯ୍ୟ ତ କରିବେନି, ଖାଲି ଅଭିନୟ ହିଁ କରନ୍ତି। 4ରେ ଏକ କଥା ଦୁଇ ପ୍ରକାର। ଚାଣକ୍ୟ କହନ୍ତି ଯେ ଯିଏ ଏଠି ଏକ କଥା କହେ ଓ ଅନ୍ୟ ପଛରେ ଅନ୍ୟ କଥା କହିଥାଏ, ସେ ଦ୍ୱିମୁଖ ଓ ଆଶାତୀତ ଚିହ୍ନ। ଜାଣନ୍ତୁ ଉଦାହରଣ, ଏମିତି ଲୋକ ଆପଣଙ୍କୁ କୁହନ୍ତି ମୁଁ ସବୁବେଳେ ତୁମ ସହିତ ଅଛି, କିନ୍ତୁ ଅନ୍ୟଙ୍କ ଆଗରେ ଆପଣଙ୍କ ବିରୋଧରେ ଚୁଗୁଲି କରନ୍ତି। 5 ନିଜ ସୁବିଧା ପାଇଁ ମିତ୍ରତା। ଚାଣକ୍ୟ କହନ୍ତି ଯେ ଯିଏ ନିଜ ସୁବିଧା ପାଇଁ ମିତ୍ରତା କରେ ତାଙ୍କ ମିତ୍ରତା ଅସ୍ଥାୟୀ ଓ ଅନ୍ତର୍ହୀନ ହୋଇଥାଏ। ସେ କେବେ ବି ତୁମକୁ ସାହାଯ୍ୟ କରିବେ ନାହିଁ। ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କୁ ଛାଡ଼ି ଚାଲିଯାଇଥାନ୍ତି। ଏଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ। ଏମିତି ଲୋକ ବାସ୍ତୁ, ପଦବୀ, ଲାଭ ଆଦି ପାଇଁ ମିତ୍ରତା କରିଥାନ୍ତି, କିନ୍ତୁ ବିଶ୍ୱାସ କଲେ ବେଳେବେଳେ ଆପଣଙ୍କୁ ଧୋକା ହିଁ ମିଳିବ। 6ରେ ନୀତିବିହୀନ ଲୋଭ। ଚାଣକ୍ୟ କହନ୍ତି ଯେ ଅତି ଲୋଭ ଲୋକଙ୍କୁ ଧର୍ମ ବିମୁଖ କରେ। ଯିଏ ଧନ ପାଇଁ ନୀତି ତ୍ୟାଗ କରେ ସେ ଦୁଷ୍ଟ। ସେଭଳି ଲୋକଙ୍କ ଠାରୁ କଦାଚିତ୍ ଦୂରରେ ରୁହନ୍ତୁ। ଏଭଳି ଲୋକ ଆପଣଙ୍କୁ ନିଶ୍ଚିନ୍ତ ଅସୁବିଧାରେ ପକାଇ ପାରନ୍ତି। ଏମିତି ଲୋକ ସମ୍ପଦ, ଧନ, ଦାନା ମିଳିବା ପାଇଁ ଯେକୌଣସି ଅନୈତିକ କାମ ବି କରିପାରନ୍ତି। ସେମାନେ ସତ୍ୟର ଦ୍ରୋହୀ ଅଟନ୍ତି। ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଏମାନେ କେଉଁ ସ୍ତରକୁ ବି ଖସି ଯାଇପାରନ୍ତି। 7ରେ ଅନ୍ୟଙ୍କ ସଫଳତା ଦେଖି ଈର୍ଷା କରେ। ଚାଣକ୍ୟ କହନ୍ତି ଯେ ଯିଏ ଅନ୍ୟଙ୍କ ସଫଳତା ଦେଖି ଜଳେ ତା ସହ ବନ୍ଧୁତ୍ୱ ଅସମ୍ଭବ। ସେଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ। ଉଦାହରଣ, ସେ ଲୋକଙ୍କ
ଉଦାହରଣ ହେଉଛି ସେମାନେ ଆପଣଙ୍କ ଉନ୍ନତି କଲେ ଦୁଃଖିତ ହୁଅନ୍ତି, ଆପଣ ବିଫଳ ହେଲେ ମନରେ ଖୁସି ହୁଅନ୍ତି। ସେଭଳି ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। 8ରେ ଅନ୍ୟଙ୍କ ଭଲରେ ବାଧା ଦେଇଥାଏ। ଏମିତି ଲୋକ ଦେଖିବେ ଯେ ଜଣେ ଭଲ କାମ କରୁଛନ୍ତି, ଏହା ଦେଖି ତାଙ୍କ ପଥରେ ବାଧା ଦେଉଛନ୍ତି, ବ୍ୟଙ୍ଗ କରୁଛନ୍ତି କିମ୍ବା ତାଙ୍କ ସମ୍ମାନ ହ୍ରାସ କରିବା ଚେଷ୍ଟା କରୁଛନ୍ତି। ଅନ୍ୟଙ୍କ ଗୁପ୍ତ କଥା ଫାଶ କରୁଛନ୍ତି। ଉଦାହରଣ, ଯିଏ ଆପଣଙ୍କ ବିଶ୍ୱାସରେ ଥିଲେ ଗୁପ୍ତ ଥିବା ଜିନିଷ ଅନ୍ୟଙ୍କ ପାଖରେ କହିଦେଇଥାଏ, ସେ ଏକ ଦୁଷ୍ଟ, ଅବିଶ୍ୱାସଯୋଗ୍ୟ ଲୋକ। 10 ନମ୍ବର, ଧର୍ମ, ନୀତି ଓ ଶିଷ୍ଟାଚାରର ଅଭାବ। ଏଭଳି ଲୋକଙ୍କଠାରୁ କଦାଚିତ୍ ଦୂରରେ ରୁହନ୍ତୁ। ଉଦାହରଣ, ଏମିତି ଲୋକ ସମ୍ମାନ, ବଡ଼ ଛୋଟ, ନୀତି, ଧର୍ମର ମୂଲ୍ୟ ବୁଝିନଥାନ୍ତି। ତେଣୁ ସେମାନେ ଦୂରରୁ ଦେଖି ତାଙ୍କୁ ଚିହ୍ନିବା ନିହାତି ଆବଶ୍ୟକ। ଉଦାହରଣ, ଆଚାର୍ଯ୍ୟ ଚାଣକ୍ୟ ଶିଖାଇଛନ୍ତି ଯେ ଜୀବନରେ ଖରାପ ଲୋକଙ୍କୁ ଚିହ୍ନିବା ଓ ତା'ଠାରୁ ଦୂରେ ରହିବା ଅତ୍ୟନ୍ତ ଆବଶ୍ୟକ। ଏମିତି ଲୋକ ସାଧାରଣତଃ ମୁହଁରେ ମିଠା କଥା କହିଥାନ୍ତି, ହୃଦୟରେ କୁଟିଳ କରିଥାନ୍ତି, କାମରେ ଧର୍ମବିମୁଖ ଓ ବ୍ୟବହାରରେ ଦ୍ୱିମୁଖ ଥାନ୍ତି। ଏହି ଲକ୍ଷଣଗୁଡ଼ିକୁ ଦେଖି ଆମେ ନିଜକୁ ସୁରକ୍ଷିତ ରଖିପାରିବା। ଆପଣମାନେ ଏହି 10ଟି ବ୍ୟକ୍ତିଙ୍କଠାରୁ କଦାଚିତ୍ ଦୂରରେ ରୁହନ୍ତୁ, ନଚେତ୍ ଆପଣଙ୍କର ହୋଇପାରେ ସର୍ବନାଶ। ଏଭଳି ଲୋକ ଆପଣମାନଙ୍କର କେବେ ବି ମିତ୍ର ହୋଇପାରନ୍ତି ନାହିଁ। ଏଭଳି ଲୋକଙ୍କ ସାଙ୍ଗେ ଆପଣ ଯଦି ମିତ୍ରତା କରିବେ, ଆପଣ ନିଶ୍ଚିନ୍ତ ଦିନେ ନା ଦିନେ ଫସିବେ। ତେଣୁକରି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଆପଣଙ୍କ ଆଖପାଖରେ ଏମିତି, ଆପଣଙ୍କ ବନ୍ଧୁବାନ୍ଧବରେ ଏମିତି ପ୍ରକୃତିର ଲୋକ ନିଶ୍ଚିନ୍ତ ଥିବେ। ଆପଣମାନେ ଏହି ବ୍ୟକ୍ତିଙ୍କଠାରୁ କଦାଚିତ୍ ଦୂରରେ ରୁହନ୍ତୁ, ନଚେତ୍ ଆପଣଙ୍କର ନିହାତି ସର୍ବନାଶ ହିଁ ଘଟିବ। ଏହି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା? ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିବେ, କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଜଣାଇବେ। ଏହି ଭିଡ଼ିଓ ଦ୍ୱାରା ମୁଁ ଆପଣଙ୍କୁ କିଛି ଶିଖାଇବାକୁ ଚାହୁଁଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଆଚାର୍ଯ୍ୟ ଚାଣକ୍ୟ ଏମିତି କିଛି ଅମୂଲ୍ୟବାନ ନୀତି ଲେଖିଦେଇ ଯାଇଛନ୍ତି, ଯିଏକି ମଣିଷ ଜୀବନରେ ପ୍ରୟୋଗ କଲେ ମଣିଷ ସୁଖ ଶାନ୍ତିରେ ରହିପାରିବ। ଆପଣମାନେ ଏହି ବ୍ୟକ୍ତିଙ୍କଠାରୁ କଦାଚିତ୍ ଦୂରରେ ରୁହନ୍ତୁ ଏବଂ ନିଜ ଜୀବନରେ କେବେ ବି ଠକାମିରେ ପଡ଼ନ୍ତୁ ନାହିଁ। ଆପଣଙ୍କୁ ଏହି ଭିଡ଼ିଓଟି ନିଶ୍ଚିନ୍ତ ଭଲ ଲାଗିଥିବ। ରହିଲି, ଜୟ ଜଗନ୍ନାଥ।